भास्कराय नमः। ओम नमो सत्यनारायणाय नीलाचलनिवासाय नित्याय परमात्मने बलभद्र सुभद्राभ्यां जगन्नाथाय नमः। नमो ब्रह्मण्यदेवाय ब्रह्मण्यदेवाय जगद्धिताय कृष्णाय गोविन्दाय नमो नमः। सर्वमङ्गलमाङ्गल्ये शिवे सर्वार्थसाधिके शरण्ये त्र्यम्बके गौरी नारायणी नमोस्तुते। माधवानंदंकु नीलमाधवंकु कंतीरो नीलमाधवंकु ओडिशार इष्ट भारतवर्षर विश्ववंद्य नीलमाधव। ये नीलमाधवंक पवित्र क्षेत्र को सेवक बलिया प्रणाम जनाऊँगी। तांकर समस्त सेवक मानकु जो माने तांकर नित्य नैमित्त सेवा पूजारे जीवन को उत्सर्ग कर परंपरा एजावत से प्रणाम जनाऊँगी। नीलमाधवंकर उपरे नीलमाधवंकर परिचालक ट्रस्ट इत्यादि इत्यादि शुभेच्छा शुभेच्छा जनाऊँगी। नयागढ़ जिला कंतीरो अधिवासी मानू नयागढ़ जिलार अधिवासी मानू आमर सरपंच जी अच्छा शत्रुघ्न बेहेरा महोदय को माधव चंद्र साहुदेव को भगवान दास अग्रवाल आयोजक समस्त ग्रामवासी शुभेच्छा जनाऊँगी। नीलमाधवंकर आशीष भिक्षा करुँगी। बलिया आसवा पूर्व जो ब्राह्मण पिलाटी से आपण किसी धारा विवरणी दौले सानु मिश्र पुत्रवत स्नेहपूर्ण शुभेच्छा दूसरी। जो निरंजन आपण अंचल पुओ सी बलिया को ये अंचल को एकाधिक बार केमी आसवे से तत्पर हो आपण सहयोग सदस्यता को नहीं से बारंबार ये अंचल को बलिया को ग्रंथ रखर सेवामय जीवन सदामय जीवन शुभकामना एवं जो संकीर्तन मंडली माँ बापा मिसे समस्त कीर्तन करुँच आनंद रोचन गोटे निर्जन परिवेश को हरि नाम कीर्तन मुखरित कर संकीर्तन भितर संकीर्तन मंडली मान भितर रुचि रही गुप्तरे महाप्रभु चैतन्य नित्यानंद सुंदर। तेणु महाप्रभु चैतन्य नित्यानंद रूप मृदंग करताल एवं प्रणाम जनाऊँगी। कीर्तन मंडली मान शुभेच्छा। ये अंचल समस्त युवगोष्ठी जो माने जो पिला माने अंचल अच्छा पुओ झील एम बलियार शुभेच्छा। नीलमाधवंकर सेवायत मान बलिया प्रणाम जनाऊँगी। पुणी थे बड़ा प्रणाम जनाऊँगी। से कीर्तन करवा जो कीर्तन यही नीलमाधव उद्देश्य आज को गोटे
30 ବର୍ଷ ହେଲା ଚାଲିଥିଲା, କିନ୍ତୁ ଆମର ଭୁବନେଶ୍ୱର କଟକର ମଧ୍ୟବର୍ତ୍ତୀ ଏକ ସ୍ଥାନରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନଙ୍କର ମୂର୍ତ୍ତିଙ୍କୁ ଆମେ ନୀଳମାଧବଙ୍କ ରୂପରେ ପୂଜା କରୁ ଏବଂ ତାଙ୍କର ରାଧାପଦ ଦର୍ଶନ ଯେଉଁଦିନ ସେଦିନ ସେଠାରେ ସୁଭଦ୍ରାଙ୍କ ପାଦ ଦର୍ଶନ ହୁଏ ଏବଂ ନାମଟି ଅଖଣ୍ଡ। ନାମଟି ହେଉଛି ବର୍ତ୍ତମାନ ପଢୁଛି ଗୋଟେ 2 ମିନିଟ୍ ପଢ଼ିବି। ଆମ ସମସ୍ତଙ୍କୁ ମନେ ରଖିବାକୁ ସେ କଥାଟି ହେଉଛି ତତ୍ତ୍ୱ। ସବୁ କଥାର ଗୋଟେ ତତ୍ତ୍ୱ ଅଛି। ଆମେ ତତ୍ତ୍ୱଟିକୁ ଠିକ୍ ଭାବରେ ନ ବୁଝି କେବଳ ଗପ ପଢୁଛୁ, ଗପ କହୁଛୁ, ଗପ ସେଇ ଗପ ଭିତରେ ଯେ ତତ୍ତ୍ୱ ଅଛି ସେ କଥାଟି ଆମକୁ କେହି ବୁଝଉନାହାନ୍ତି କିମ୍ବା ଆମେ ବୁଝିବା ପାଇଁ ସମୟ ବି ଦେଇ ମନେ କରାଯାଉ। ଆପଣମାନେ ଜାଣିଛନ୍ତି ଗୋଟେ ଗପ, ପିଲାଦିନେ ମା ତା ଛୋଟ ଛୁଆଟିକି ଶୁଆଇ ଦେଲା ବେଳେ ସେ ଗୋଟେ ଗପ କହେ। ସେ ଗପଟି ଓଡ଼ିଶାର ପ୍ରତ୍ୟେକ ଘରେ ଘରେ ସେ ଗପଟି ସମସ୍ତେ ଜାଣିଛନ୍ତି। ଏବେ ଆଉ କହୁଛନ୍ତି କି ନା ମୁଁ କହିପାରିବି। ଟୁଆଟିଏ ଥିଲା, ଟୁଇଟିଏ ଥିଲା। ଇଏ ଟୁଆ ଟୁଇ ହଉଛନ୍ତି ଦୁଇଟି ଭାଇ ଭାଇ। ସେଇଭଳି ଭାବରେ ତାର ତତ୍ତ୍ୱ କଣ? ଆମ ପ୍ରତ୍ୟେକଙ୍କ ଜୀବନ ଭିତରେ ଟୁଆ ଏବଂ ଟୁଇ ଅଛନ୍ତି। ଟୁଆ ଟୁଇ କିଏ? ଏକଇ ଭାଗବତର ସେଇ ପଦଟି, ଏକଇ ବୃକ୍ଷେ ପକ୍ଷୀ ବସନ୍ତି
ପ୍ରିୟ ଭାବ ହେଉଛି ଭାଗବତ କଥା। ସମସ୍ତଙ୍କ ଭିତରେ ଛୁଆ କୁଳି ଅଛନ୍ତି, ଜୀବ ଆଉ ପରମ, ଶରୀର ଆଉ ଆତ୍ମା। ଇଏ ଛୁଆ କୁଳିକି ଯିଏ ନ ଚିହ୍ନିଛି ସେ ଦୁନିଆରେ ଭଗବାନ କେମିତି ଯିବ? ଆମେ କହିବୁ ରାଧା କୃଷ୍ଣ, ସୀତାରାମ, ଶିବ ପାର୍ବତୀ, ଲକ୍ଷ୍ମୀ ନାରାୟଣ ଆଦି ଅନାଦି। ଆମେ ତ ଏପର୍ଯ୍ୟନ୍ତ ଛୁଆ କୁଳିକି ଜାଣିନୁ ବା ଆମ ଭିତରେ ଥିବା ଶରୀରଟା କଣ, ଆତ୍ମାଟା କଣ, ସେତିକି ଯଦି ଆମେ ବୁଝିବୁ ତାହେଲେ ଆମେ ବହୁତ ବଡ ବଡ କଥା କହିଲା ପରେ ଆମର ମା ମାନେ ଆଗରୁ ଆମକୁ ସବୁ ଶିଖେଇଥିଲେ, ଏବେ କହୁଛନ୍ତି କି ନା ମୁଁ ଆଉ କହିପାରିବି। ଭିତରେ ଦୁଇ ଜଣ ଅଛନ୍ତି, ତୁକୁ ମୁସିଲ ଟୁକେଇ ମୁସି। ଶରୀର ରହିଛି, ଆତ୍ମା ରହିଛି। ଯେଉଁଦିନ ଆତ୍ମା ପଳେଇବ, ପରମାତ୍ମାଙ୍କର ଅଂଶ ଆତ୍ମା ଯେତେବେଳେ ପଳେଇବ ସେତେବେଳେ ଶରୀରଟି ପଡ଼ିଯିବ। ଆଖି ଜାଗାରେ ଆଖି, କାନ ଜାଗାରେ କାନ, ନାକ ଜାଗାରେ ନାକ, ଡାକିଲେ ଶୁଣିବନି କି ଖୁଆଇଦେଲେ ଖାଇବ। ଏଇ ହଉଛି ଜୀବନ ନାଟକର ଲୀଳା। ସେଥିପାଇଁ ଭାଗବତରେ କହିଲେ ଏକଇ ବୃକ୍ଷେ ପକ୍ଷୀ ଦୁଇ ବସନ୍ତି ପ୍ରିୟ ବହି ଗୋଟିଏ ଭୁଞ୍ଜାଇ ଭୁଞ୍ଜଇ ଅନ୍ୟଟି ସାକ୍ଷୀ। କାହିଁକି କଥା କହିଲି? ପ୍ରତ୍ୟେକ କଥାର ଗୋଟେ ତତ୍ଵ ଅଛି, ସେଇ ଭାଗବତ ଲେଖା। ତତ୍ଵ ଜାଣିଲେ ତୁତେ ଭ୍ରାନ୍ତି, ଭବସାଗର କରି ଯାଆନ୍ତି। ଯେ ଗୁରୁ ତତ୍ଵରେ ଗୋଚର ଶିର ତତ୍ଵ ଜାଣିଲେ ତୁତେ ଭ୍ରାନ୍ତି। ଆମେ ଆସିଲୁ କୋଉଠିକି? କଣ୍ଟିଲୋ। କଣ୍ଟିଲୋ କାହିଁକି ଆସିଲୁ? କଣ ପାନ ଖାଇବାକୁ ନା ଚା ପିଇବାକୁ ନା ବରା ତରକାରୀ ଖାଇବାକୁ? କଣ୍ଟିଲୋ କଥାଟି, କଣ୍ଟିଲୋ ଗ୍ରାମର ନାଁଟି ଶୁଣିବା ମାତ୍ରକେ ଆମ ଭିତରେ ଜାଗ୍ରତ ହେଲା ଆମେ ନୀଳମାଧବଙ୍କୁ ଦର୍ଶନ କରିବାକୁ। ଧରନ୍ତୁ ଜଣେ କହିବ ମୁଁ ପୁରୀ ଯାଉଛି। ପୁରୀ କାହିଁ ଯାଉଛୁ? କଣ ପୁରୀ ତରକାରୀ ଖାଇବି ନା କଣ ଖାଇବି? କଣ ପାଇଁ ପୁରୀ ଯାଉଛି? ପୁରୀ ଯାଉଛି ନୀଳାଦ୍ରି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା। ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା, ସୁଦର୍ଶନ। ବଳଭଦ୍ର କିଏ? ଶରୀରର ବଳ, ମନର ବଳ, ଧନର ବଳ, ଜନର ବଳ, ଇଏ ସବୁ ଯାକ ବଳ ମିଶିକି ପ୍ରକୃତିର ବଳ। ସିଏ ହଉଛନ୍ତି ବଳ। ସିଏ ବଳ ଯଦି ରହିବ ନାହିଁ, ପୃଥିବୀ କଣ ରହିବ ନା ଜୀବନ ରହିବ?
ଆଉ କାହାକୁ ଦେଖିବାକୁ ଯାଉଛୁ ସୁଭଦ୍ରା ଉତ୍ତମ ଭଉଣୀ ଉତ୍ତମ ସହଧର୍ମିଣୀ ଉତ୍ତମ ଜନନୀ ଉତ୍ତମ ମାଉସୀ ଉତ୍ତମ ପିଉସୀ ଉତ୍ତମ ମା ଭଉଣୀ ମାନଙ୍କୁ ମୁଁ ଦର୍ଶନ କରିବାକୁ ମା ଯଦି ହୁଏ କରାଳ ରୂପୀ ସମାଚରରେ ହୁଏ ମା ଯଦି କରାଳ ରୂପୀ ହବ କେହି ବଞ୍ଚି ପାରିବେନି ସେ କଥାଟା କହିବ। ତାପରେ ଆଉ କାହାକୁ ଦେଖିବାକୁ ଯାଉଛ ଜଗନ୍ନାଥ ଜଗନ୍ନାଥ କିଏ ଜଗତର ସେ ନାଥ ସିଏ ହଉଛନ୍ତି ସୂର୍ଯ୍ୟ ସିଏ ହଉଛନ୍ତି ଜଗତର ନାଥ ଚନ୍ଦ୍ରମା ସିଏ ହଉଛନ୍ତି ଜଗତର ନାଥ ଗ୍ରହ ତାରା ନକ୍ଷତ୍ର ସିଏ ହଉଛନ୍ତି ସୌର ଜଗତ ଉଦ୍ଭିଦ ଜଗତ ପ୍ରାଣୀ ଜଗତ ଜୀବ ଜଗତର ନାଥ ବା ପ୍ରଭୁ ତାଙ୍କୁ ଆମେ ଦେଖିବାକୁ ଆଉ କାହାକୁ ଦେଖିବ ଦେଖିବୁ ସୁଦର୍ଶନ ସୁଦର୍ଶନ ଶାନ୍ତିର ଦର୍ଶନ ଆମେ ଏଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦେଖିବାକୁ ଯାଉ ଇଏ ଚତୁର୍ଦ୍ଧା ମୂର୍ତ୍ତି ତମକୁ କଣ ଦେବେ ଯାହା କହିଲି ସେୟା ଦେବେ ଏ ମୋଟାମୋଟି ଏତେ ଗୁଡା କଥା ଆମର ମନେ ରହିବନି ସାରାଂଶରେ ଟିକେ କୁହନ୍ତୁ ଧର୍ମ ଅର୍ଥ କାମ ମୋକ୍ଷ ଆହୁରି ସରଳ କରନ୍ତୁ ସତ୍ୟ ସନ୍ତୋଷ ଦୟା କ୍ଷମା ये चतुर्धा मूर्ति यदि दान करेंगे चतुर्धा मूर्ति हेले तो पूर्व जन्मटा हूँ माधव नीलमाधव पांचटी अक्षर नील दुईटी माधव तीनोटी से पंचमूर्ति है चतुर्था मूर्ति कहीं नीलमाधव नाती कहीं रही सी पुणी जगन्नाथ बलभद्र सुभद्रा सुदर्शन एते गुड़ाक रूप हेले सज्जन यार तत्वटी कौन तत्व तो बहुत अच्छी
ସମସ୍ତେ କହନ୍ତି ହିନ୍ଦୁ ମାନେ ବା ସନାତନୀ ମାନେ ଏମାନେ ହେଉଛନ୍ତି ସାକାରବାଦୀ, କିନ୍ତୁ ପ୍ରକୃତରେ ଆମେ ନିରାକାରବାଦୀ। କାଲିକି ସେ କଥାଟା କହିଲା। ତେବେ ସଜ୍ଜନ ଟିକିଏ ସେ ନୀଳମାଧବ ଶବ୍ଦଟିକୁ ଟିକେ ଭାବିବା। ନୀଳ ଆକାଶ, ନୀଳ ଚକ୍ର, ନୀଳାମ୍ବର, ଏହା ଭାବିବା। କିନ୍ତୁ ଆମକୁ କଣ କହିବ? ଭାବିଲୁ ନୀଳ ଚକ୍ର, ଅନେଇଲୁ କହିଲା ନୀଳ ଆକାଶ, ଅନେଇଲୁ କିଛି ନାହିଁ ଶୂନ୍ୟ। ନୀଳ ସାଗର, ସମୁଦ୍ର, ଆମେ ମାଛ ମାରିବୁ ନା କଂସ ମାରିବୁ? ନି ହଉଛି ନୀତି ନିୟମ ନିଷ୍ଠାରେ ଏ ମଣିଷ ମାନେ, ମୋର ପୁଅ ଝିଅ ମାନେ ଦୟାକରି ଇଏ ତିନୋଟି ଭିତରେ ରୁହ। ନୀତିବାନ ହୁଅ, ନିଷ୍ଠାବାନ ହୁଅ, ନିୟମରେ ଜୀବନକୁ ଅତିବାହିତ କର। ଆପଣଙ୍କୁ ଏ କଥାଟା କୋଉଠୁ ଆପଣ ଜାଣିଲେ? ଗୀତାରୁ ଜାଣିଲେ। ଯୁକ୍ତାହାର ବିହାରସ୍ୟ ଯୁକ୍ତ ଚେଷ୍ଟସ୍ୟ କର୍ମସୁ ଯୁକ୍ତ ସ୍ୱପ୍ନବୋଧସ୍ୟ ଯୋଗ ଭବତି ଦୁଃଖଃ। ଯେତିକି ବେଳେ ଖାଇବା କଥା, ଯେତିକି ବେଳେ ଶୋଇବା କଥା କୁହ, ଯେତେବେଳେ ଉଠିବା କଥା ଉଠ, ଯେତେବେଳେ ଖାଇବା କଥା ଖାଅ, ଯେତେବେଳେ ଖେଳିବା କଥା ଖେଳ, ଯେତେବେଳେ ଗପିବା କଥା ଗପ, ଯେତେବେଳେ ପାଠ ପଢିବା କଥା ପାଠ ପଢ। ଜୀବନକୁ ନିୟମ ନୀତି ନିଷ୍ଠାରେ ଜୀବନକୁ ଗଢ଼, ଜୀବନକୁ ଗଢ଼, ପରିବାରକୁ ଗଢ଼, ଦେଶକୁ ଗଢ଼। ଯଦି ତୁମେ ନୀତି ନିୟମ ନିଷ୍ଠା କିଛି ରଖିବ ନାହିଁ, କ୍ଷୀର ପିଇଲା ବେଳେ ମଦ ପିଇବ, ଝୁଣା ଧୂପ ଠାକୁରଙ୍କୁ ଦେଲା ବେଳେ ସିଗାରେଟ ଟାଣିବ, ଭୋକ କଲେ ଭାତ ନ ଖାଇକି, ଯେତେବେଳେ ଭୋକ କରୁଛି ମୁଁ ଭାତ ଖାଇବିନି ମଦ ପିଇବି, ଆଉ ଜୀବନଟା କଣ ହବ? ନଷ୍ଟ। ଶିବ ପାର୍ବତୀ ଗୋଟିଏ ପୁଷ୍କରିଣୀ ନିକଟରେ ବସିଛନ୍ତି। ସନ୍ନ୍ୟାସିନୀର ରୂପ ନେଇଛନ୍ତି, ଗଳାରେ ରୁଦ୍ରାକ୍ଷ ମାଳା ପଡିଛି, ହାତରେ ଆଉ ଗୋଟେ ରୁଦ୍ରାକ୍ଷ ମାଳାରେ ଜପ କରୁଛନ୍ତି। କଣ ଜପ କରୁଛନ୍ତି? ହେ ପାର୍ବତୀ କହୁଛନ୍ତି ପ୍ରଭୁ ଆପଣ ତ ନିଜେ ସ୍ୱୟଂ, ଆପଣଙ୍କ ରାମ କହୁଛନ୍ତି। ଶିବ କହୁଛନ୍ତି ପାର୍ବତୀ ତୁମେ କଣ ରାମ ବୋଲି କହିଲେ କଣ ଭାବୁଛ କି? ଏ ଦଶରଥଙ୍କର ଘରେ ଯୋଉ ପୁଅ ଜନ୍ମ ହେଇଥିଲେ ଧର୍ମରୁ ଗ୍ଲାନି ତୁଟେଇବା ପାଇଁ, ସେ ଏକ ରାମ, ସେଇ ରାମ ପୁଣି ହେଇଥିଲେ ପରଶୁରାମ, ସେଇ ରାମ ହେଇଥିଲେ ବଳରାମ, ସେଇ ରାମ ପୁଣି ହେବେ କଳ୍କି ରାମ। କିନ୍ତୁ ମୁଁ ଭଜୁଛି ଆଦିରାମ, 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 ଆଦ୍ୟରେ ରାମ କହିଲେ ଆନନ୍ଦ, ରାମ କହିଲେ ଜଙ୍ଗଲ,
राम कहले जन्म राम कहले मृत्यु ये सृष्टि करिसेंती मु सेई परमात्मा परमेश्वर राम को बोल पार्वती बुझीगले बुझिली ताले आप सेई राम से राम दिए ये राम सीए किंतु सी हूँ आदि राम ये हूँ अवतार ये कथा। अच्छा वर्तमान राम राम भजन करुँच शिव पार्वती शिव कहले पृथ्वी पार्वती कहले प्रकृति। अच्छा भजन करुँच भजन करूँ कि मिथ्रे मिथ्रे माड़ा वर्तमान गोटे युवक आसला सकाल 9 घटिका सकाल 9 घटिका मुह धोईनी आखिरे नेंदरा लगी पोखरी कूल ठिया देखला गोटे हड़ा बरद पानी पीवा से कादुअरे पड़ जाए पानी पी पार नहीं कादुअरे पड़ी छटपट हो ये पिलाटी कौन कला से पोखरी हुड़ा देला से गाई गाई जो सब जो अवस्था है मुहरे पानी फाणी से असना पानी गुड़ाक आवर्जना पानी गुड़ाक मुहरे कुलकुल करी पुणी देकी पड़े शिवटा को बर देले शिव बर देले दीर्घायु भव बहुत दिन जाक बेटा को पार्वती कहले प्रभु आपण जमा गंजेई खाती गंजेई जाक फोड़ी दियंती से धुआटा आपण लगी है लोके कौन करती शिव को गंजेई जातिकी निजे गंजेई टाण गंजेई टेला द्वारा हला कौन ना गंजोड़ हेले हम कौन लिवर कणा हम लिवर का नष्ट हो हार्ट स्ट्रोक हम तेणु प्रभु ये भक्त मान बोधे आपको आज बहुत गंजेई भोग नहीं कहीं ना गोटाए लोक पोखरी हुड़ारू भड़ा बलद उपरकू डेईकरी माने मरौची ताकू आप दीर्घायु हम ना हो मो पाखे पशिगला पार्वती आपको मन दुख करना आउ टिके बसता ना ना मुझे ना आउ टिके बसिले पारिवारिक जीवन से होती प्रकृत स्वामी स्वामी कथा स्त्री मान स्त्री कथा भी स्वामी जो उभय भितर उत्तम बुझामणा रहे सी ही प्रकृत परिवार गठन परिवार सामर्थ्य ता भीतर अच्छी गीतटी चंचुरे चंचुरे दुनिया पार्वती बसी आउ गोटे लोक गाधे मुंडरे चंदन नाई चंदन बोली बोईटा भारी माने सफा बोईटा भी भारी सफा बोईटा जार सफा लुगापटा निश्चय सफा हम सी देखला अरे अरे ये गाईटा को किए कादुरे पकई सी निजे से कादुअरे पची से गाई को टाणी टाणी गिर आनी ऊपर पुणी बारंबार प्राय
10-20 ଥର ଖଣ୍ଡେ ସେ ପାଣି ପାଖକୁ ଯାଇ ଆଞ୍ଜୁଳାଏ ଲେଖା ପାଣି ଆଣି ସେ ଗାଈକି ଧୋଇଲା। ପାଖରେ ଯୋଉ ଘାସ ଥିଲା ସେ ଘାସକୁ ଛିଣ୍ଡେଇ ଗାଈକି ଖୁଆଇଲା। ଗାଈକି ଟିକେ ଆଉଁସି ଦେଲା, ତାକୁ ପ୍ରଦକ୍ଷିଣ କରି ନମସ୍କାର କଲା। ଗାଈ ଚାଲିଗଲା, ଗାଈ ବାଟରେ ଇଏ ଚାଲିଗଲା। ଶିବ କହିଲେ ବାଟରେ ପଡିକିରି ମୋର। ପାର୍ବତୀ ତ ଉଠିଲେ, ପ୍ରକୃତ ତମେ ଆଜି ଗଞ୍ଜେଇ ଖାଇ ଭୋଳ ହେଇଯାଇଛ, କଣ ହେଲା? ତାକୁ କହିଲେ ମାନେ ବହୁତ ଦିନ ବଞ୍ଚ, ଆକୁ କହିଲେ ବାଟରେ ପଡି ମୋର, ଆଉ ମାନେ କଣ? ଇଏ କୋଉ ନୀତି ନିୟମରେ ଅଛି? ଶିବ କହିଲେ ଶାନ୍ତ ହୁଅ ଦେବୀ, କିଛି ବର୍ଷ ପରେ ମୁଁ ପୁଣି ତମକୁ ଡାକିବି, ଏଇ ବାଟ ଦେଇ ଆମେ ଆସିବା, ସେତେବେଳେ ପ୍ରଶ୍ନର ଉତ୍ତର ପାଇବି। ପାର୍ବତୀ କହିଲେ କଣ ଆମେ ଶିବ ତତ୍ଵ ମୁଁ ବୁଝି ପାରୁନି। କିଛି ବର୍ଷ ପରେ ଶିବ ପାର୍ବତୀ ପୁଣି ଆସିଲେ, ଦେଖିଲେ ଗୋଟିଏ ଜାଗାରେ ରାଜାଭିଷେକ ହଉଛି। 12 ବର୍ଷର ପିଲାଟିଏ ସେ ରାଜାଭିଷେକ ହଉଛି। ବୁଢା ରାଜା ମରିଯାଇଛନ୍ତି, ଇଏ ଟୋକା ରାଜା, ପିଲା ରାଜାଟି ତା ମୁଣ୍ଡରେ ମୁକୁଟ ଦିଆହଉଛି। ଶିବ କହିଲେ ପାର୍ବତୀଙ୍କୁ, ମା ଆଚ୍ଛା ପାର୍ବତୀ ଟିକେ ଆଖି ମେଲେଇକି ଦେଖିଲ, ଦିବ୍ୟ ଚକ୍ଷୁରେ ଦେଖ ସେ କିଏ? ପାର୍ବତୀ ଦିବ୍ୟ ଚକ୍ଷୁରେ ଦେଖିଲେ, ପ୍ରଭୁ ସେଇ ଯୋଉ ମାନେ ଗାଈକୁ ଯିଏ ଟାଣି ଟାଣିକିରି ଆଣି ଉପରେ ଥୋଇ ତାକୁ ପାଣିରେ ଧୋଇ ତାକୁ ପ୍ରଦକ୍ଷିଣ କରି ନମସ୍କାର କରି ଘାସ ଖୁଆଇଥିଲା, ଇଏ ହଉଛି ସେଇ ଯାହାକୁ ଆପଣ କହିଥିଲେ ବାଟରେ ପଡିବ। ତାହେଲେ ମୋ ଦୋଷ କୋଉଠି ରହିଲା? ନା ନା ପ୍ରଭୁ ମୋରି ଦୋଷ, ମୁଁ ବୁଝିପାରିନି। ଆଉ କିଛି ବାଟ ଚାଲ, ଗଲା ବେଳକୁ ସେଇ ପୋଖରୀ ଗୁଡା ଅଛି। ଗୋଟିଏ ରୋଗୁଣା ମଣିଷଟିଏ ଅତି ବୟସ ତାକୁ ହେଇଯାଇଛି, ଖାଇପାରୁନି, ହାତରେ ଭାତ ଡାଲି ଗୋଳେଇକିରି ପାଟିକି ନେବା ପାଇଁ ତାର କ୍ଷମତା ନାହିଁ। ମାଛି ଭଣ ଭଣ ହେଇଯାଇଛି, ଦେହ ହାତ ଗୁଡାକ କାଛୁ କୁଣ୍ଡିଆ ହେଇଯାଇଛି, ଗାଧେଇ ଦେବା ପାଇଁ ମଧ୍ୟ ଲୋକ ତା ପାଖରେ ନାହାନ୍ତି। ତା ଆଗରେ ପିଠାପଣା ସବୁ ଲୋକ ଆଣି ଥୋଇଛନ୍ତି, ତାକୁ ଖାଇବାକୁ ଦେଲେ ପୁଣ୍ୟ ଅର୍ଜନ କରିବେ, କିନ୍ତୁ ସେ ଖାଇପାରୁନି। ଶିବ କହୁଛନ୍ତି ପାର୍ବତୀକୁ, ପାର୍ବତୀ ଦେବୀ ଦିବ୍ୟ ଚକ୍ଷୁରେ ଅନାଇ, ଏ ଲୋକଟି କିଏ? ଇଏ ହଉଛି ସେଇ ଲୋକ ଯୋଉ ଲୋକ ପୋଖରୀ ହୁଡାରୁ ଡେଇଁକିରି ଗାଈ ଉପରେ ନେଇ ପହଞ୍ଚିଲା, ଗାଈ ଉପରେ ବସି ମୁହଁ ଧୋଇକି ଘରକୁ ଗଲା। କଣ ବୁଝିଲ ପାର୍ବତୀ? ଯେଉଁଠି ନୀତି ନାହିଁ, ଜୀବରେ ଭାଗବତ କହିଲେ ଜୀବରେ ଯାର ଦୟା ନାହିଁ, সেবা করে যেগুলা সেই জন সেবিতে। ঈশ্বর কিଏ? ଆମେ ସମସ୍ତେ କହୁଛୁ ଈଶ୍ୱର, ସିଏ ପୁଣି କିଏ? ସର୍ଭ ଇଜ ଗଡ୍, ଲଭ୍ ଇଜ ଗଡ୍, ବିୟୁଟି ଇଜ ଗଡ୍, କାଇଣ୍ଡନେସ୍ ଇଜ ଗଡ୍, ଫରଗିଭନେସ୍ ଇଜ ଗଡ୍। What God you are? ସଜ୍ଜନ ଭଗବାନଙ୍କର ରୂପ ହଉଛି ସତ୍ୟ, ଶାନ୍ତି, ଦୟା, କ୍ଷମା, ସେବା, କୀର୍ତ୍ତନ। ଆପଣ ଭଗବାନଙ୍କୁ ମନ୍ଦିରରେ ଖୋଜ, ମସଜିଦରେ ଖୋଜ, ତୀର୍ଥରେ ଖୋଜ, ଗିର୍ଜାରେ ଖୋଜ, ଗୁରୁଦ୍ୱାରରେ ଖୋଜ,
କିନ୍ତୁ ଆଗେ ନିଜ ଭିତରେ ଖୋଜ ଈଶ୍ୱର କୋଉଠି। ଗୀତା କହିଲେ ଈଶ୍ୱର ସର୍ବଭୂତାନାଂ, ସେ ସବୁ ଭୂତରେ ଅଛନ୍ତି। ହୃଦୟ ତେବେ ହୃଦୟ ନୀଳମାଧବଙ୍କର ପ୍ରଥମ ଅକ୍ଷର ତତ୍ତ୍ୱ ହେଲା ହେ ଯୁବ ସମାଜ, ହେ ଗୃହୀ ସମାଜ, ହେ ସନ୍ନ୍ୟାସ ସମାଜ। ତା ଭିତରେ ବଳିଆ ବି ଅଛି, ସେବକ ବଳିଆ, ମୋର ସହଯୋଗୀ ପିଲାମାନେ। ନୀତି ନିୟମ ନିଷ୍ଠା, ନୀତି ନିୟମ। ଗୀତା କହୁଛନ୍ତି ତ୍ରୈଗୁଣ୍ୟ ବିଷୟ ନିସ୍ତ୍ରୈଗୁଣ୍ୟ ଭଗବାନ ନିର୍ଦ୍ୱନ୍ଦ୍ୱ ନିତ୍ୟ ସଦୃଶ ନିର୍ଯୋଗ କ୍ଷମାତ୍ମ। ଏ ତିନୋଟି ଗୁଣ ନିହାତି ରହିବା ଦରକାର। ନୀତି ନିୟମ ନିଷ୍ଠା। ଇଏ ହଉଛନ୍ତି ଇଏ କି ଯିଏ ସୃଷ୍ଟି କରିଛି ତାଙ୍କ ନାଁଟି କଣ? ନିୟାମକ। ସେ ନିୟାମକ ଏ ସୃଷ୍ଟିର ମାଲିକ, ଏ ବିଶ୍ୱର ଚାଳକ। ଦୁନିଆରେ କେହି ବଡ଼ ଥାଏ, ବଡ଼ କଳା ପଥର, କଳା ପଥର ମୁଗୁରି ପଥର ହେଇପାରେ, ମାଧବଙ୍କ ରୂପ ହେଇପାରେ। ଭଗବାନ ନିଜେ କହିଛନ୍ତି ଭାଗବତରେ କାଷ୍ଠ ପାଷାଣ ତରୁ ତୁମେ ବସନ୍ତି ଶରୀର ପ୍ରମାଣେ, କାଷ୍ଠ ପାଷାଣ ତରୁ ତୁମେ ବସନ୍ତି ଶରୀର ପ୍ରମାଣେ। ସେ କାଠରେ ଅଛନ୍ତି, ନିମ୍ବ କାଠରେ ଅଛନ୍ତି ବୋଲି ଜଗନ୍ନାଥ ଗଢା ହେଇଛନ୍ତି ନିମ୍ବ କାଠରେ। ତାଙ୍କୁ କଣ ଆଉ ଶାଳ କାଠ ମିଳିଲାନି? ସେ କାଠରେ ଅଛନ୍ତି। ଆମେ ଯଦି ପୋଡା ହବୁ କହୁଥିଲେ 6 ଖଣ୍ଡି କାଠରେ। ଆମେ ଯେତେବେଳେ ଜନ୍ମ ହେଲୁ ସେଠି ହେଲୁ କୋଉଥିରେ? ଏନ୍ତୁଡି ଶାଳରେ, କାଠରେ। ଏବେ ମେଡିକାଲରେ ଜନ୍ମ ହଉଛୁ, ସେ କାଠ ଆଉ ଲାଗୁନି। ଏବେ ଇଲେକ୍ଟ୍ରିକ ଚୁଲାରେ ପୋଡା ହଉଛୁ, କାଠ ଦରକାର ହବ। କିନ୍ତୁ କାଠ ନିଶ୍ଚୟ ଦରକାର ହବ। ଗଛ ସୃଷ୍ଟି କରିବାକୁ ପଡିବ, ନହେଲେ ଜଳି ପୋଡି ଇଏ ସୃଷ୍ଟି ବିନାଶ ହବ। ଆମେ ଯେତେ ଗଛ କାଟୁଛୁ, ଯେତେ ଜଙ୍ଗଲରେ ନିଆଁ ଲାଗୁଛୁ, ସେ ଜଙ୍ଗଲ ନିଆଁ ପୁଣି ଆମକୁ ଦିନେ ଜାଳିବ। ଆପଣ ମାନେ ଜାଣିଥିବେ କେତେ ମାନେ ଗରମ ଦିନକୁ ଦିନ କେତେ ବଢୁଛି। ଏଇ ନୀଳମାଧବଙ୍କର ଡାକ ବଙ୍ଗଳାରେ ବଳିଆ ଶୋଇଛି, ରହିପାରିଲିନି ଖରା ଦିନେ। ଆଜି 14-15 ବର୍ଷ ତଳ ମୁଁ କହୁଛି। ଏଇ ନିରଞ୍ଜନ ବାବୁ ଆଣିଥିଲେ, କୋଉଟା କୋଉ ଜାଗାକୁ ଆଣିଥିଲେ? ବାଣପୁର। ଆଚ୍ଛା, ମୁଁ ଏତେ ବ୍ୟସ୍ତ ହେଇପଡ଼ିଲି, ସାଙ୍ଗେ ସାଙ୍ଗେ ନୟାଗଡ଼ ପଳେଇଲି। ନୟାଗଡ଼ ହୋଟେଲରେ ତେଣୁ ସଜ୍ଜନ କାଷ୍ଠ ପାଷାଣ ତରୁତୃଣେ ପାଷାଣର ଦେବ
ଯଦି ତାଙ୍କର ଶକ୍ତି ନାହିଁ ତାହେଲେ ସେ ଉତ୍ତରାୟଣ ଦକ୍ଷିଣାୟଣକୁ କେମିତି ଜାଣିବା, କେମିତି ସେ ରୂପ ପରିବର୍ତ୍ତନ କରୁଛନ୍ତି? ନୀଳମାଧବଙ୍କ ପାଦରୁ କେମିତି ଗଙ୍ଗା ବାହାରୁଛି ମକରନ୍ଦ ରୂପ। ତେଣୁ କାଷ୍ଠ ପାଷାଣ ତରୁ କଳ୍ପବଟ ଅଶ୍ୱସ୍ଥ ବଟ ଇଏ ଯେତେ ଗଛ ଦୁନିଆରେ ଅଛି, ହେ ଅର୍ଜୁନ ମୁଁ ତା ଭିତରେ ଅଛି। ପୁରୀରେ ଜଗନ୍ନାଥ ଅଛନ୍ତି, କିନ୍ତୁ କଳ୍ପବଟ ଅଛି ନା। ବିଶ୍ୱାବସୁ ସମର ପୂଜା କରୁଥିଲା ଗୋଟିଏ ପାହାଡ ଗୁମ୍ଫାରେ ଜଙ୍ଗଲ ଭିତରେ। ନୀଳ କନ୍ଦର ବିହାରୀ ଜଗନ୍ନାଥ ତୁମ ଦର୍ଶନେ ପୁରିଲା ନିଷ୍ଠାକୁ ଧାରଣ କଲେ ମଣିଷ ସୁସ୍ଥ ହବ, ଦୀର୍ଘ ଜୀବନ ଯାପନ କରିବ। ଖାଲି ଏତିକି କଲେ ହବନି। ଖାଇ ପିଇ ସୁସ୍ଥ ରହିବ, ଖଟ ଉପରେ ଶୋଇବ ତା ନୁହେଁ। ଭକ୍ତ ବସି ଅଛି ଅନେକ ଦୂରରେ, ଲୟ ଲଗେଇଛି ଜଗବନ୍ଧୁଙ୍କ ସାଲବେଗ ବହୁତ ଦୂରରେ ଥିଲେ, ସିଏ ଲୟ ରଖିଲେ ପୁରୀର ନନ୍ଦିଘୋଷ ରଥ। ସେଇଠି ରହିକିରି ଡାକିଲେ, ପ୍ରଭୁ ମୋ ଯିବା ଯାକେ ନନ୍ଦିଘୋଷେ ଥିବୁ ରହି, ଜଗବନ୍ଧୁ ହେ ଘୋଷା। ଇଏ ହଉଛି ଇତିହାସର କଥା, ଇଏ ପୁରାଣ ବର୍ଣ୍ଣିତ ନୁହେଁ, ଇତିହାସର ଏକ ସତ୍ୟ କଥା, ଇଏ ପୁରାଣ ବର୍ଣ୍ଣିତ କଥା। ଲକ୍ଷେ ଯୋଜନରେ ଡାକ ଦେଲା ଦେବରାଜ, ଦାଦା କହୁ ଚତୁର୍ଭୁଜ ସମସ୍ତେ ଜାଣିଛନ୍ତି। ଆଉ ବଳିଆ କଣ ସାଡୁ ଆସି ଗୀତିବାକୁ ମନେ ଗୀତଟା ଜାଣିଛନ୍ତି, ତତ୍ତ୍ୱଟା କଣ? ଦୀନବନ୍ଧୁ ଲକ୍ଷେ ଯୋଜନରେ ଗଜ, ଡାକ ଦେଲା ଦେବରାଜ, ତା ଡାକକୁ ଚତୁର୍ଭୁଜ। ଚାରୋଟି ଦେବତାଙ୍କର 8ଟି ହାତ ହବା ଦରକାର, ଭୁଜ ମାନେ ହାତ। ଚାରୋଟି ଠାକୁର 4ଟି ହାତ, ମାଟି କୁଟିକିରି କାମ ଚଳଉଛନ୍ତି ତାକୁ।
ये की କଥା से चतुर्भुजरे कौन धारण कर शंख शंखटी कौन संकल्प जन्मे मन शिव संकल्प आउ गोटे हाथ रही चक्र चक्र कौन कर्म चक्र मु जो क्षेत्र में काम करुची मो कार्यालय होची मो पई चक्र आउ गोटे चक्र होची हृदय जो चक्र ठाकुर घर आउ गोटे चक्र होची ललाट जो चक्र को ध्यान कले से दर्शन दिए आउ गोटे चक्र होची तालुका चक्र जो चक्र को स्मरण कले आम समर्पित आउ गोटे चक्र होची कुंडलिनी चक्र जार जागृत हेले आमे साधक साधिका एते गुड़ाक चक्र तेरे चक्र होची कर्मर आउ गोटे हाथ में धरी गदा गदा कौन गति दाता जे गति को दान करती अरे बाबू तू एमतिया लोक जे यही बात भल स्थान से किए ये होचंती अज्ञानंति मीलांधस्य ज्ञानांजन शलाकया चक्षुरुन्मिलितं येन तस्मै श्री गुरवे ये होचंती गतिदाता आमर सद्गुरु माता गुरु पिता गुरु जय गुरु गुरु ज्ञान गुरु जय गुरु आज आपण माने सत्संग करुचंती केमिति कले संकल्प कले गोटे 2 दिनिया सत्संग एटी करिवे ए होची संख वर्तमान सत्संग चलीची दुकानी भाई माने दुकान रे अछंती ये जोटी यार काम से काम करू से होची चक्र एवं गुरु होचंती माँ बापा शिक्षक पुरोहित दीक्षा गुरु ये माने होचंती गुरु भागवत कहले गुरु को नमणीब नर गुरुटी साक्षात ईश्वर भागवत कहला बेले मानिबानी आ कोन करिया पुणी आमे पढुचु ब्रह्मा ब्रह्मा के माँ गुरु विष्णु विष्णु के बापा गुरुदेव महेश पुरोहित ब्राह्मण वैष्णव गुरु गुरुजन शिक्षक शिक्षयित्री ये माने होते महेश ଆଉ ଗୁରୁ ସାକ୍ଷାତ ପରମ ବ୍ରହ୍ମ ସିଏ ହଉଛନ୍ତି ସଦ୍ଗୁରୁ ଶିକ୍ଷା ଗୁରୁ ଶିକ୍ଷା ଗୁରୁ जय गुरु शिक्षा गुरु शिक्षा गुरु जय गुरु जय गुरु जय गुरु
गोटे पूर्वाह्न पूर्वाह्न कि मध्याह्न मन पड़ुनी पूर्वाह्न जड़े बाबू गीतटे गाइले बाबू कहले बाबू भल गीत गा बोलना आप बोलना शुणिया सी बोलिले कौन हे गुरु तुम्हें मंगलमय स्वामी मुक्ति हे गुरु तुम्हें मंगलमय स्वामी धरणी मार योग्य संतान धरणी मार योग्य संतान भागवत से कहले गुरु को नमणीब नर मो बापा मनीष मनीष नुहे कौन मो माटा शुद्ध कलु अरे से कलु बोली गर्भ जन्म कि ना तमें जिते हकमुक्त हो तुम बिछण गड़ुल ताकू धोई किए से कलुगुरी माँ तमें जिते बाहर तुम झील खोजला किए बापा माँ तुमको बाहर कर किए कई कहे आम आम मन को मन बाहर मन को मन कौन बाहर शुभुनी ना कौन तेरु सज्जन लव मैरेज करी एल माने लव ओ माने ओबीडियंस ई माने वर्च्यू स्वीट वर्सन ई माने एटर्नाल बा शास्त्र यदि प्रकृत तुम लव कर ये माने ताको बुझिक लव कर आमे आज नीलमाधव को दर्शन करूँ ये हूँ नीलमाधव